ସାଙ୍ଗମାନେ ପାଣି କାହାକୁ ଖୁସି ଦେଇଥାଏ ଆଉ କାହାକୁ ଦୁଃଖ। ଆଜି ସେୟା ଆପଣମାନେ ସମସ୍ତେ ଆମେ ନିଜ ଆଖିରେ ଦେଖୁଛେ। ସାଙ୍ଗମାନେ ଜୟ ଜଗନ୍ନାଥ। ସାଙ୍ଗମାନେ ଆଜି ଭିଡ଼ିଓ କିଛି ବି ବନା ହେଇନି, ସେଥିପାଇଁ ମୁଁ ଭାବିଲି ଏତିକି ମୋର ଦର୍ଶକ ଅଛନ୍ତି ଯେ ଭଲ ପାଉଛନ୍ତି ମୋ ଭିଡ଼ିଓକୁ, ଅପେକ୍ଷା କରିଛନ୍ତି, ତ ଭାବିଲି ସେମାନଙ୍କ ପାଇଁ କିଛି ନହେଲେ ବି ଗାଁର କିଛି ସୁନ୍ଦର ଦୃଶ୍ୟ ଆପଣମାନଙ୍କୁ ଦେଖେଇଦେବି। ତ ଦେଖନ୍ତୁ, ଇଏ ହେଉଛି ଆମ ଗାଁର ପରିବେଶ। ଦେଖନ୍ତୁ ସାଙ୍ଗମାନେ, ଆମ ଗାଁ ପାଖରେ ଥିବା ଏଇ କେନାଲରେ ବହୁତ ଦିନ ପରେ ପୁଣି ଥରେ ପାଣି ଆସିଛି, ଯେଉଁଥିପାଇଁ କି ଏହି ଦୃଶ୍ୟ ଦେଖି ଆମ ମନକୁ ବହୁତ ଖୁସି ଲାଗୁଛି। ସାଙ୍ଗମାନେ, ଏହି ପାଣି ଆମ ଚାଷ, ଆମ ପ୍ରକୃତି ଆଉ ଆମ ଗାଁ ପାଇଁ ଏକ ଆଶୀର୍ବାଦ ଭଳି। କିନ୍ତୁ ସେହି ପାଣି ଅନ୍ୟ କେତେକ ଜାଗାରେ ଲୋକଙ୍କ ପାଇଁ ବହୁତ କଷ୍ଟର କାରଣ ହୋଇଛି। କିଛି ଦିନ ହେଲା ଆମେ ନ୍ୟୁଜ୍ରେ ଦେଖିବାକୁ ମିଳୁଛି ବହୁତ ଜାଗାରେ ବନ୍ୟା ହୋଇଯାଇଛି, ବହୁତ ଅଞ୍ଚଳରେ ବନ୍ୟା, ଯେମିତିକି ଆସାମରେ ବହୁତ ଲୋକ ବନ୍ୟା ଜଳ ଯୋଗୁଁରୁ ଘର ତାଙ୍କର ହରାଇଛନ୍ତି, ଖାଇବା ପାଇଁ ବି ଠିକ୍ରେ ମିଳୁନି, ବହୁତ ହଇରାଣ ହେଉଛନ୍ତି, ବହୁତ କଷ୍ଟ ପାଉଛନ୍ତି। ତ ଏତିକି ଭଗବାନଙ୍କ ପାଖରେ ଆମେ ପ୍ରାର୍ଥନା କରିବା ଯେ ସେମାନଙ୍କୁ ଜଲ୍ଦି କେମିତି ଏଥିରୁ ଉଦ୍ଧାର କରନ୍ତୁ ପ୍ରଭୁ, ଆଉ ଏ କଷ୍ଟ କାହାକୁ ନ ଦିଅନ୍ତୁ। ଏତିକି ଭଗବାନଙ୍କ ପାଖରେ ଆମର ପ୍ରାର୍ଥନା। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା, ସମସ୍ତଙ୍କୁ ସୁରକ୍ଷିତରେ ରଖନ୍ତୁ ଆଉ ସବୁ ଲୋକଙ୍କ ଜୀବନ ପୁଣି ଆଉଥରେ ହସ ଖୁସିରେ ଭରିଯାଉ। ଆପଣମାନଙ୍କୁ ଏହି ଛୋଟିଆ ପ୍ରକୃତିର ଦୃଶ୍ୟ କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଗୋଟେ ଲାଇକ୍ କରନ୍ତୁ, ଚ୍ୟାନେଲରେ ନୂଆ ହେଲେ ସବସ୍କ୍ରାଇବ୍ କରନ୍ତୁ। ମୁଁ କାର୍ତ୍ତିକ, ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ।